ଫେରୁଛି ଘାଇଲା ବାଘ, ବସିବେ ରୋହିତ। ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟରେ ରାଣା କିମ୍ବା କ୍ରିଷ୍ଣା କାହାର ଚମକିବ ଭାଗ୍ୟ? ପଞ୍ଚମ ଟେଷ୍ଟ ପାଇଁ ରୋହିତ ନୁହେଁ ବୁମ୍ରା ହେବେ ଅଧିନାୟକ। ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ପାଇଁ ଯଶପ୍ରୀତ ବୁମ୍ରା ଭୟଙ୍କର ଦଳ ବାଛିଲେ। ରୋହିତଙ୍କର ବ୍ୟକ୍ତିଗତ ସମସ୍ୟା କାରଣରୁ ସେ ପଞ୍ଚମ ଟେଷ୍ଟରୁ ବାଦ୍ ପଡ଼ିବେ ଏବଂ ପଞ୍ଚମ ଟେଷ୍ଟରେ ଯଶପ୍ରୀତ ବୁମ୍ରା ଅଧିନାୟକ ଦାୟିତ୍ୱ ତୁଲାଇବେ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ୍ 2024 ଏବଂ 25 ଖେଳାଯାଉଥିବା ବେଳେ ଆଜି ଅଷ୍ଟ୍ରେଲିଆର ଏସ୍ସିଜି କ୍ରିକେଟ୍ ଗ୍ରାଉଣ୍ଡରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ପାଇଁ ଘାତକ ବୋଲରଙ୍କୁ ଡାକରା କଲା ଯଶପ୍ରୀତ ବୁମ୍ରା। ଆକାଶଦୀପ ହର୍ଷିତ ରାଣାଙ୍କୁ ସୁଯୋଗ ଦେବା ପରେ ବର୍ତ୍ତମାନ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଡାକରା ହୋଇଛି। ପଞ୍ଚମ ଟେଷ୍ଟରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ ଦେଇପାରନ୍ତି। ତେବେ ଚାଲନ୍ତୁ ଜାଣିବା ଭାରତର ପ୍ଲେଇଂ 11 ଯଶସ୍ୱୀ ଜୟସ୍ୱାଲ, କେଏଲ୍ ରାହୁଲ, ଶୁଭମାନ ଗିଲ୍, ବିରାଟ କୋହଲି, ରିଷଭ ପନ୍ତ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ନୀତିଶ ପୁଷ୍ପା ରେଡ୍ଡି, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜ।